ବର୍ଷା କ'ଣ ଦେଖିଲେଣି ଆହୁରି ନାଦିବ। ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଭୁବନେଶ୍ୱର ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ। ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳରେ ଲଘୁଚାପ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ। ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ଏପରି ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା 12 ଘଣ୍ଟାରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ସତର୍କ କରାଇଛି ପାଣିପାଗ ବିଭାଗ। ଲଘୁଚାପ ପ୍ରଭାବରେ 4 ଜିଲ୍ଲାରେ 3 ଦିନ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ସୁନ୍ଦରଗଡ଼, ସମ୍ବଲପୁର, କେନ୍ଦୁଝର ଓ ମୟୂରଭଞ୍ଜରେ ହେବ ପ୍ରବଳ ବର୍ଷା। ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ 4 ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ପରବର୍ତ୍ତୀ ଖବର। ପିଏଫ୍ ଆକାଉଣ୍ଟଧାରୀଙ୍କୁ ମିଳିବ 50,000 ଟଙ୍କା। କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ନୂଆଦିଲ୍ଲୀ ପିଏଫ୍ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି, ଯାହାଦ୍ୱାରା ଲୋକମାନେ ଅନେକ ସମୟରେ ଲାଭବାନ ହୁଅନ୍ତି। ଆପଣ ଜାଣନ୍ତି କି ପିଏଫ୍ କର୍ମଚାରୀମାନେ ମଧ୍ୟ 50,000 ଟଙ୍କା ଅତିରିକ୍ତ ଲାଭ ପାଇବେ। ଚାକିରି ସମୟରେ ଯଦି ଆପଣଙ୍କର ପିଏଫ୍ ଟଙ୍କା କଟାଯାଇଥାଏ, ତେବେ ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଜିନିଷଗୁଡ଼ିକ ଜାଣିବାକୁ ପଡ଼ିବ, ଯାହାଦ୍ୱାରା ଆପଣ ସହଜରେ ଫାଇଦା ଉଠାଇ ପାରିବେ। ଇପିଏଫ୍ଓର ଏପରି ଏକ ଫର୍ମ ଅଛି ଯେଉଁଥିରେ ଲୟାଲିଟି କମ୍ ଲାଇଫ୍ ସୁବିଧା ଅନ୍ତର୍ଭୁକ୍ତ। ଏଥିରେ କର୍ମଚାରୀଙ୍କୁ ସିଧାସଳଖ 50,000 ଟଙ୍କା ପର୍ଯ୍ୟନ୍ତ ସୁବିଧା ଦିଆଯାଏ। ଆପଣଙ୍କୁ କେବଳ ଏହାର ସର୍ତ୍ତ ପୂରଣ କରିବାକୁ ପଡ଼ିବ। ଯଦି ପିଏଫ୍ କର୍ମଚାରୀମାନେ ଅତିରିକ୍ତ 50,000 ଟଙ୍କାର ଲାଭ ପାଇବାକୁ ଚାହାନ୍ତି, ତେବେ ସେମାନଙ୍କୁ କିଛି ଜିନିଷ କିଣିବାକୁ ପଡ଼ିବ। ଲଗାତାର 20 ବର୍ଷ ପାଇଁ ସମାନ ଆକାଉଣ୍ଟର କଣ୍ଟ୍ରିବ୍ୟୁସନ୍ କରିବା ପରେ ଜଣେ ସହଜରେ ଲୟାଲିଟି କମ୍ ଲାଇଫ୍ ସୁବିଧା ଲାଭ ପାଇବେ। ଏହା ସହିତ ସିବିଡିଟି 20 ବର୍ଷ ଧରି ସେମାନଙ୍କର ଇପିଏଫ୍ ଆକାଉଣ୍ଟର କ୍ରମାଗତ ଭାବରେ କଣ୍ଟ୍ରିବ୍ୟୁସନ୍ ରଖିଥିବା ପିଏଫ୍ କର୍ମଚାରୀଙ୍କୁ ଲୟାଲିଟି କମ୍ ଲାଇଫ୍ର ସୁବିଧା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲା। ଏହାକୁ କେନ୍ଦ୍ର ସରକାର ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଯେଉଁମାନେ 20 ବର୍ଷ ପାଇଁ ନିୟମିତ କଣ୍ଟ୍ରିବ୍ୟୁସନ୍ ଦେଇଛନ୍ତି, ସେମାନେ 50,000 ଟଙ୍କା ଅତିରିକ୍ତ ଲାଭ ପାଇବେ। ଆମ ଚ୍ୟାନେଲରେ ନୂଆ ଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍